ସୁନ୍ଦର ଅନୁଚିନ୍ତା। ସାପର ବିଷ ତା ଦାନ୍ତରେ ଥାଏ, ମାଛିର ବିଷ ତା ମସ୍ତିଷ୍କରେ ଥାଏ, ବିଛାର ବିଷ ତା ଲାଙ୍ଗୁଡ଼ରେ ଥାଏ, କିନ୍ତୁ ଦୁର୍ଜନ ଲୋକଙ୍କ ବିଷ ତାଙ୍କ ସର୍ବାଙ୍ଗରେ ଥାଏ। ସେଥିପାଇଁ ସବୁବେଳେ ଦୁର୍ଜନ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ସଫଳତା ପାଇବାକୁ ହେଲେ ସବୁବେଳେ ଏକା ଆଗକୁ ବଢ଼ିବାକୁ ହୁଏ। ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିଯିବେ। ଯେକୌଣସି ବି କାର୍ଯ୍ୟ ହେଉ, କେବେ ବି ହାର ମାନନ୍ତୁ ନାହିଁ, କାହିଁକି ନା ପ୍ରତ୍ୟେକ ମହତ୍ କାର୍ଯ୍ୟ ପ୍ରଥମେ ଅସମ୍ଭବ ଜଣା ପଡ଼ିଥାଏ। ଜୀବନରେ ଗୋଟେ କଥା ମନେ ରଖନ୍ତୁ, କିଏ କିଛି ବି କହୁ ନିଜେ ନିଜକୁ ଶାନ୍ତ ରଖ, କାରଣ ଖରା ଯେତେ ବି ଟାଣ ହେଉନା କାହିଁକି ସମୁଦ୍ରକୁ କେବେ ଶୁଖାଇ ପାରେ ନାହିଁ। ରାତି ପାହିଗଲା ପରେ ଯେମିତି ସକାଳ ଆସେ, ସେହିପରି ଦୁଃଖ ପରେ ସୁଖ ନିଶ୍ଚିତ ଆସେ। କେବଳ ପାର୍ଥକ୍ୟ ଏତିକି ଯେ ସୁଖ ଜୀବନରେ ଅହଙ୍କାର ଭରିଦିଏ ଏବଂ ଦୁଃଖ କିଛି ଶିକ୍ଷା ଦେଇଯାଏ ଓ ଜୀବନର ପ୍ରକୃତ ମୂଲ୍ୟ ଚିହ୍ନେଇ ଦିଏ। ପଛରେ ବଦନାମ କରି ସାମ୍ନାରେ ଆସି ଆନ୍ତରିକତା ଦେଖାଉଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ, କାହିଁକି ନା ଏମାନେ ବିଷଠାରୁ ବି ଅଧିକ ବିଷାକ୍ତ ଓ ଭୟଙ୍କର ହୋଇଥାନ୍ତି। ଯିଏ ତୁମକୁ ବିଶ୍ୱାସ କରୁଛି ତାକୁ କେବେ ମିଛ କୁହ ନାହିଁ। ଯିଏ ତୁମକୁ ମିଛ କହୁଛି ତାକୁ କେବେ ବିଶ୍ୱାସ କର ନାହିଁ। ଦର୍ଶକ ବନ୍ଧୁ, ଆମ ଭିଡ଼ିଓ ଯଦି ଭଲ ଲାଗୁଥାଏ ଆପଣଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ କରି ଆସିଥାନ୍ତି ଚ୍ୟାନେଲକୁ ନିଶ୍ଚିତ ଥରେ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।